ବନ୍ଧୁଗଣ, ଆସନ୍ତୁ ଆଜି ଆମେ ଧନୁ ରାଶି ବିଷୟରେ ଜାଣିବା। ଦେଖନ୍ତୁ ଚିତ୍ର ଦେଖନ୍ତୁ, ରାଶି ଚକ୍ରରେ ଏଇଟା ମେଷ, ବୃଷ, ମିଥୁନ ହେଇକରି ଏଇଟା ହେଲା ଧନୁ ରାଶି। ଏଇ ଘରେ ଯଦି ଚନ୍ଦ୍ର ଥବ ଜାଣିବା ଆପଣଙ୍କର ରାଶି ହେଉଛି ଧନୁ। ଏଇଠୁ ମେଷରୁ ଏକରୁ ଗଣି ଆସିବେ, ଏଇଟା ଅଷ୍ଟମ ଘର। ଏଇଟା ଚନ୍ଦ୍ର ଆପଣଙ୍କର ଏଇ ଜାଗାରେ ରହିଛି ରାଶି ଚକ୍ରରେ, ତାହେଲେ ଜାଣିବେ ଆପଣ ଧନୁ ରାଶି। ଧନୁ ରାଶି ଲୋକଙ୍କର ଲମ୍ବା ଚେହେରା, ଚଉଡ଼ା ଏବଂ ସୁନ୍ଦର ମୁହଁ ମାନେ ମସ୍ତିଷ୍କ, ମେରୁଦଣ୍ଡଟା ସିଧା ଥବ, ତାଙ୍କର କଲର ବୋନ୍ ବି ସିଧା ଥବ ଏବଂ ହାତରେ ରିଷ୍ଟ ଚଉଡ଼ା ଥାଏ, ହାତ ଗୋଡ଼ ଗୁଡ଼ାକ ଲମ୍ବା ଲମ୍ବା ଥାଏ। ଆଉ ଛୋଟବେଳେ ସେମାନେ ବହୁତ ପତଳା ଥାଆନ୍ତି, ଆଉ ବଡ଼ ହେଲେ ମଧ୍ୟ ବୟସ ବେଳକୁ ପେଟ ବାହାରେ। ସେମାନେ ଖାଦ୍ୟ ପ୍ରିୟ ଏବଂ ମିଠା ମଧ୍ୟ ପିଇବାକୁ ଭଲ ପାଆନ୍ତି। ଧନୁରାଶି ଲୋକ ନେତୃତ୍ୱ ନେବାକୁ ଭଲ ପାଆନ୍ତି, ନେତୃତ୍ୱରେ ମଧ୍ୟ ସଫଳତା ଲାଗିଥାନ୍ତି। ବିଭିନ୍ନ ରାଜନୈତିକ, ସାମାଜିକ, ସାହିତ୍ୟ, ଖେଳ, ବିଭିନ୍ନ ବିଭାଗରେ ସେମାନେ ନେତୃତ୍ୱ ନେଇ ଉଚ୍ଚକୁ ଉଠିପାରନ୍ତି। ସେମାନଙ୍କର ବହୁତ ବଡ଼ ବଡ଼ ଆଶା ଥାଏ, ସେଥିପାଇଁ ସେମାନେ ବହୁତ ପରିଶ୍ରମ କରନ୍ତି। ସେମାନଙ୍କର ଦିଗ ମଧ୍ୟ ସ୍ପଷ୍ଟ ଥାଏ, କେଉଁ ଦିଗରେ ଯିବେ, କ'ଣ କରିବେ ତାଙ୍କର ସ୍ପଷ୍ଟ ଥାଏ ଏବଂ ସେଥିପାଇଁ କଷ୍ଟ ସହି ବହୁତ ଦିନ ଧରିକି ସେମାନେ ଗୋଟେ ନିର୍ଦ୍ଦିଷ୍ଟ ଜିନିଷରେ ପଡ଼ିକି ରହିଥାନ୍ତି ଏବଂ ଉଚ୍ଚ ଆଶା ରଖିକି ଥାନ୍ତି। ସେମାନେ ବହୁତ ସ୍ପଷ୍ଟବାଦୀ, ସିଧାସଳଖ ଲୋକଙ୍କୁ ମୁହଁରେ ମୁହଁରେ କହିଦିଅନ୍ତି, ଜାଣିପାରନ୍ତିନି ସେ ଠିକ୍ ଭାବିବ ଭୁଲ ଭାବିବ, କିନ୍ତୁ କହିଦିଅନ୍ତି। ସେମାନେ ବହୁତ ଦୟାଳୁ, ଗରିବ ଲୋକଙ୍କୁ, ଦୁଃଖୀ ରଙ୍କିକୁ ଦୟା କରନ୍ତି। ପ୍ରେମରେ ପ୍ରାୟ ବହୁତ ସମୟରେ ସେମାନେ ଅସଫଳ ହୋଇଥାନ୍ତି। ପର କଥାରେ ଟିକେ ଚାଲନ୍ତି କିମ୍ବା ପର କଥାରେ ହଁ କହନ୍ତି। କାହା ଉପରେ ନିର୍ଭର କରିବାକୁ ଅପସନ୍ଦ କରନ୍ତି, ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସବୁବେଳେ ଚାହାନ୍ତି। ସେମାନେ ଜମା ବାଦ ବିବାଦ ଭିତରକୁ, କଣ୍ଟ୍ରୋଭର୍ସି ଭିତରକୁ ପଶିବାକୁ ଚାହାନ୍ତିନି କିମ୍ବା ସତ୍ୟ ଖୋଜିବାକୁ ସେମାନଙ୍କର ବହୁତ ଇଚ୍ଛା ଥାଏ। ଯେକୌଣସି ଜିନିଷର ଠିକ୍ ସତ୍ୟ ଜାଗାରେ ପହଞ୍ଚିବାକୁ ତାଙ୍କର ବହୁତ ଉଦ୍ୟମ, ଇଚ୍ଛା ଥାଏ। ଜ୍ଞାନ ଓ କର୍ମ ଭିତରେ ତାଙ୍କର ସେ ଜୀବନର ମନ୍ତ୍ର ହେଉଛି ଜ୍ଞାନ ପିପାସୁ। ସେମାନେ ଜ୍ଞାନ ଆହରଣ କରିବା ଆଉ ଜ୍ଞାନ ବାଣ୍ଟିବା, ଇଏ ହେଉଛି ତାଙ୍କର ଜୀବନର ଲକ୍ଷ୍ୟ। ସେଥିପାଇଁ ସେମାନେ ସେ ଜ୍ଞାନ ଇଏରେ, କର୍ମରେ ସେମାନେ ବହୁତ ବ୍ୟସ୍ତ ଥାନ୍ତି। ଯେଉଁ କାମ ଧରନ୍ତି ସେ କର୍ମରେ ସେମାନେ ବହୁତ ଦିନ, ବହୁତ ସମୟ ସେମାନେ ସେଥିରେ ଦିଅନ୍ତି, ଧୈର୍ଯ୍ୟ ଧରି ଦିଅନ୍ତି। ଉତ୍ସାହ ତାଙ୍କର ଅଛି, ତାଙ୍କର ଉତ୍ସାହରେ ଭରା ଜୀବନ। ଯେକୌଣସି କାମ କରିବେ ତାଙ୍କର ବହୁତ ଉତ୍ସାହ ଥବ। ସେମାନେ ଦାର୍ଶନିକ ଏବଂ ଧାର୍ମିକ ଥାଆନ୍ତି, ଧର୍ମଭୀରୁ ଥାଆନ୍ତି, ବିଚାରକ ଥାଆନ୍ତି। ଯଦି କୌଣସି ଇଏରେ ବିଚାର କରିବେ, ଠିକ୍ ବିଚାରଟା ଦେବେ। ପ୍ରଶଂସା ପ୍ରିୟ, ତାଙ୍କୁ ଯିଏ ଟେକିଟାକି କହିଦେବ ଗୋଟା ପୁଣି ତାହାର, ଏଗ୍ନେଷ୍ଟ କଲେ ଟିକେ ରାଗିଯାଆନ୍ତି, କିନ୍ତୁ ତାଙ୍କୁ ଯିଏ ଟେକିଟାକି ପ୍ରଶଂସା ପ୍ରିୟ ବହୁତ ଥାଆନ୍ତି। ବହୁତ ତର୍କବାଦୀ, ଯେହେତୁ ସେମାନେ ଗପୁଡ଼ି ଥାଆନ୍ତି, ବହୁତ ଗପ ଗପନ୍ତି, ସେଥିପାଇଁ ଗପ ସାଙ୍ଗରେ ହେବାରୁ ବିଭିନ୍ନ ତର୍କ ମଧ୍ୟ ତାଙ୍କ ସାଙ୍ଗରେ ହୁଏ। ତର୍କରୁ ବେଳେବେଳେ କଷ୍ଟ ବି ପାଆନ୍ତି। ଭୋଜନ ପ୍ରିୟ ତ ଥାଆନ୍ତି ସାଧାରଣତଃ, ସ୍ୱାଧୀନ ଚେତା ବି ଥାଆନ୍ତି, ନୂଆ କାମରେ ସବୁବେଳେ ମନ ଦେଇଥାନ୍ତି, ଇମାନଦାର ଥାଆନ୍ତି। ଯେକୌଣସି କାମରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଯଦି ଥାଆନ୍ତି ସେମାନେ ବହୁତ ସଚ୍ଚୋଟ ଥାଆନ୍ତି, ଠକାଠକି କରନ୍ତିନି। ସତ୍ୟପ୍ରିୟ ସେମାନେ ଥାଆନ୍ତି, ବୁଦ୍ଧିଜୀବୀ। ସାଧାରଣତଃ ବୃହସ୍ପତି ଗୁରୁ ଗ୍ରହ ଥିବାରୁ ସେମାନେ ବୁଦ୍ଧିଜୀବୀ ଥାଆନ୍ତି, ସାହସୀ ଥାଆନ୍ତି। ପଢ଼ା ଲେଖା ଓ ଅଜଣା କଥାକୁ ଜାଣିବାକୁ ସେମାନଙ୍କର ପଢ଼ା ଲେଖାରେ ଯେମିତି ମନ ଥାଏ, ନୂଆ ନୂଆ କଥା ଜାଣିବାରେ, ତାଙ୍କ ଉନ୍ମୋଚନ କରିବାରେ କି ଲେଖିବାରେ କିମ୍ବା ଚିତ୍ର ଆଙ୍କିବାରେ କିମ୍ବା ଭାଷଣ ଦେବାରେ, ନୂଆ ନୂଆ କଥାରେ ସେମାନଙ୍କର ମନ ଥାଏ। ଶିଖିବା, ସେମାନେ ଗୋଟେ ଭଲ ଶିକ୍ଷାର୍ଥୀ ଏବଂ ଭଲ ଗୁରୁ। ସେ ଭଲ ଶିଷ୍ୟ, ଭଲ ଗୁରୁ, ମାନେ ସେ ପାଠ ପଢ଼ିଲା ବେଳେ ସେମାନେ ଭଲ ପଢ଼ନ୍ତି, ଭଲ ଶିଷ୍ୟ ଥାଆନ୍ତି ଏବଂ ଲୋକଙ୍କୁ ଶିଖେଇବାରେ ସେମାନେ ଭଲ ଗୋଟେ ଗୁରୁ ହୋଇଥାନ୍ତି। ସେମାନେ ଭାରି ଲୋକପ୍ରିୟ ହୁଅନ୍ତି,
ଦାନି ତ ସହଜରେ ଥାଆନ୍ତି, କାହାର ଦୁଃଖ କଷ୍ଟ ସହିପାରନ୍ତିନି। ସେମାନେ ବିଶ୍ୱାସୀ ଥାଆନ୍ତି, ଯେକୌଣସି ଲୋକ ତାଙ୍କୁ ବିଶ୍ୱାସ କଲେ ତାଙ୍କର କିନ୍ତୁ ଗୋଟେ ପ୍ରୋବ୍ଲେମ୍, ସେମାନେ ଗପୁଡ଼ି ଥାଆନ୍ତି ଆଉ ଗୋଟିଏ କଥାକୁ ବାରମ୍ବାର କହନ୍ତି, ଯାହାଫଳରେ କିଛି ଲୋକ ତାଙ୍କ ଉପରେ ବିରକ୍ତ ହୁଅନ୍ତି। ଆଇନଗତ ବୃତ୍ତି, ଶିକ୍ଷାଗତି, ଆଇନରେ ମାଜିଷ୍ଟ୍ରେଟ୍ ହେଉ କି ଓକିଲ ହେଉ, ଶିକ୍ଷା କ୍ଷେତ୍ରରେ ଶିକ୍ଷା ଅଧିକାରୀ ହେଉ କିମ୍ବା ଶିକ୍ଷକ ହେଉ, ଧର୍ମଗୁରୁ ହେଉ, ଏ ବୃତ୍ତି ତାଙ୍କର ହେଉଛି ପ୍ରିୟ ବୃତ୍ତି। ଏ ବୃତ୍ତିରେ ସେମାନେ ସହଜରେ ସଫଳ ହୋଇଥାନ୍ତି। ସେମାନେ ବେଳେବେଳେ ରାଗନ୍ତି, ରାଗନ୍ତି ଏବଂ ପ୍ରଭାବଶାଳୀ, ସମାଜରେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୁଅନ୍ତି। ତାଙ୍କ କଥା ରହେ, ପ୍ରଭାବ ପଡ଼େ। ସେମାନେ ପରୋପକାରୀ, ଦୁଃଖୀକୁ ତ ସାହାଯ୍ୟକାରୀ ସହଜରେ, ଆଉ ଉଦାରତା ବହୁତ ଥାଏ ଏବଂ ଆଧ୍ୟାତ୍ମବାଦୀ ଥାଏ। ଅସୁରକ୍ଷା ଭାବନା ଥାଏ ତାଙ୍କ ଜୀବନରେ, ସେମାନେ ଟିକେ ଅସୁରକ୍ଷା ଭାବନା ରଖିଥାନ୍ତି। ଆଉ ଘରର ମୁରବୀ ସାଙ୍ଗରେ ତାଙ୍କର ସାମାନ୍ୟ ମାନସିକ ଅପଡ଼ ହୁଏ। ଯଦି ଘରର ବାପା ମା ହେଇଥାନ୍ତି ତାହେଲେ ସେମାନଙ୍କର ମାନସିକ ଅସଙ୍ଗତି ରହେ। ବାପା ମାଙ୍କ ସାଙ୍ଗରେ ଭାବୁଥିବେ ବାପା ଯେଉଁ କାମ କଲେ କି ମା ଯେଉଁ କାମ କଲେ ସେଇଟା ଠିକ୍ ନୁହଁ, କିନ୍ତୁ କହିପାରନ୍ତିନି। କିନ୍ତୁ ବାପା ମାଙ୍କ ସାଙ୍ଗରେ ମାନସିକ ଅଶାନ୍ତି ରୁହେ। ଘରର ଯଦି ଅନ୍ୟ କିଏ ଯଦି ଅଜା ଥାଆନ୍ତି କିମ୍ବା ଦାଦା ଥାଆନ୍ତି କି ବଡ଼ବାପା ଥାଆନ୍ତି, ତାହେଲେ ସେମାନଙ୍କ ଅନୁସାରେ ଅପଡ଼ ହେବାର ସମ୍ଭାବନା ଥାଏ। ବନ୍ଧୁଗଣ, ଧନୁ ରାଶି ହେଉଛି, ନକ୍ଷତ୍ର ହେଉଛି ତିନିଟା: ମୂଳା ଧନୁ, ପୂର୍ବାଷାଢ଼ ଧନୁ, ଉତ୍ତରାଷାଢ଼ ଧନୁ। ଏ ରାଶିଟି ହେଉଛି ଅଗ୍ନି ତତ୍ତ୍ୱ ରାଶି। ଏ ଗ୍ରହର ଗ୍ରହ ହେଉଛି ବୃହସ୍ପତି ବା ଗୁରୁ। ଶୁଭ ରଙ୍ଗ ହେଉଛି ହଳଦିଆ, ନୀଳ, ବାଇଗଣୀ। ଶୁଭ ରଙ୍ଗର ଗୋଟେ ରୁମାଲଟେ ପାଖରେ ରଖନ୍ତୁ। ହଳଦିଆ କିମ୍ବା ନୀଳ କିମ୍ବା ବାଇଗଣୀ ରଙ୍ଗର ସବୁବେଳେ ଗୋଟେ ରୁମାଲ କିମ୍ବା ପୋଷାକ ପିନ୍ଧିଲେ ଶୁଭ ହେବ। ପୋଖରା, ଶୁଭ ରତ୍ନ ହେଉଛି ପୋଖରା। ଚତୁରତିର ପୋଖରାଜ ରତ୍ନ ନେବେ। ପ୍ରଥମେ ଯେକୌଣସି ରତ୍ନ ବ୍ୟବହାର କରିବେ, ତାକୁ ଆଗ 15 ଦିନ ଟକିଆ ତଳେ ରଖିବେ। ଯଦି ଭଲ ସ୍ୱପ୍ନ ଦେଖୁଛନ୍ତି କି ଖରାପ ସ୍ୱପ୍ନ କିଛି ଦେଖୁନାହାନ୍ତି, ତାହେଲେ ସେ ତାକୁ ସୁବର୍ଣ୍ଣ ମୁଦିରେ ଚରତିର ନେଇ ତିଆରି କରି ତାକୁ ଗୁରୁବାର ଦିନ କିମ୍ବା ସୋମବାର ଦିନ କିମ୍ବା ରବିବାର ଦିନ ମହାଦେବ ମନ୍ଦିରରେ ପୂଜା କରି ପାଦୁକରେ ଧୋଇ ତାକୁ ଧାରଣ କରିବେ ଗୁରୁବାର ଦିନ। ଆଉ ସେଟା ବିଶି ଆଙ୍ଗୁଠି ବା ଫାଷ୍ଟ ଫିଙ୍ଗରରେ ଲଗାଇବେ, ଡାହାଣ ହାତର। ତା'ର ଶୁଭ ଧାତୁ ହେଉଛି ସ୍ୱର୍ଣ୍ଣ। ଯଦି ରତ୍ନ ନାହିଁ ତ ସ୍ୱର୍ଣ୍ଣ ବି ସେଇଠି ଫାଷ୍ଟ ଫିଙ୍ଗର ବା ବିଶି ଆଙ୍ଗୁଠିରେ ଆପଣ ଡାହାଣ ହାତରେ ଲଗାଇବେ। ସ୍ୱର୍ଣ୍ଣ ମୁଦିଟାଏ ଲଗାଇଲେ ଆପଣଙ୍କର ଶୁଭ ହେବ। ଶୁଭ ତାରିଖ ହେଉଛି ଧନୁରାଶିଙ୍କର 3, 6, 12, 21, 30। ଭଗବାନ ହେଉଛି ତାରା ଦେବୀ, ତାରିଣୀ, ତାରାତାରିଣୀ। ସାଧାରଣତଃ ବୃହସ୍ପତିଙ୍କ ସ୍ତ୍ରୀ ହେଉଛନ୍ତି ତାରା ଦେବୀ, ତାରିଣୀ ଦେବୀ ବା ତାରା ଦେବୀ ଯେହେତୁ ଅଛନ୍ତି, ତାରା ଦେବୀରେ ପୂଜା ହେଉଛନ୍ତି, ତାରିଣୀରେ କେଉଁଠି ପୂଜା ହେଉଛନ୍ତି, କେଉଁଠି ତାରାତାରିଣୀରେ ବି ପୂଜା ହେଉଛନ୍ତି। ତେଣୁ ଆପଣଙ୍କର ଯଦି କିଛି ଅସୁବିଧା ହେଉଛି ତାହେଲେ ଗୁରୁବାର ଦିନ ତାରା ଦେବୀ କିମ୍ବା ତାରିଣୀ ଦେବୀ କି ତାରାତାରିଣୀ ଦେବୀ ପୂଜା କରନ୍ତୁ। ତାଙ୍କର ଗୁରୁବାର ଦିନ ସ୍ତୋତ୍ର ପଢ଼ନ୍ତୁ, ସୁବିଧା ହେବ। ଶୁଭ ବାର ହେଉଛି ରବିବାର, ଗୁରୁବାର, ବୁଧବାର। ମେଳକ ରାଶି ମାନେ କାହା କେଉଁ ରାଶି ସାଙ୍ଗରେ ଭଲ ପଡ଼ିବ ସେଇଟା ହେଉଛି କର୍କଟ, ସିଂହ, ବିଛା, ମୀନ, ମେଷ। ବନ୍ଧୁଗଣ, ଆପଣମାନେ ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖିବାକୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।